ବିଜେଡି ବାଲା ଆଉ କଂଗ୍ରେସ ବାଲା ବହୁତ ଚିତ୍କାର କରୁଥିଲେ ଯେ ଇଏ ମୋହନ ସରକାର କିଛି ଆକ୍ସନ ନେଉନାହାନ୍ତି, ଇଏ ଅପାରଗ ସରକାର, ଇଏ ସରକାରକୁ ହଟେଇବା ଦରକାର କହୁଥିଲେ। ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ମାନେ ଯେମିତି ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ପ୍ରଭାତୀ ପରିଡ଼ା ଇସ୍ତଫା ଦିଅନ୍ତୁ, ଏମିତି ସବୁ ମନ୍ତବ୍ୟ ଦେଉଥିଲେ। କିନ୍ତୁ ଦେଖନ୍ତୁ ଆଜି ଯୁବ କଂଗ୍ରେସର ସଭାପତି ଆରେଷ୍ଟ ହେଲେନି ଯେ ଏବେ ତାଙ୍କର ଅସଲ ଚରିତ୍ର ପୁରା ପଦାକୁ ଆସିଗଲା। ଏବେ କହୁଛନ୍ତି ମୋହନ ସରକାର ବିରୋଧୀ ଶୂନ୍ୟ କରିବାକୁ ବସୁଛନ୍ତି ଓଡ଼ିଶାକୁ। କିଏ ବିରୋଧୀ ଶୂନ୍ୟ କ'ଣ? ତମେ ବିରୋଧୀ ବାଲା ଯଦି ନାରୀମାନଙ୍କ ସହିତ ଏମିତି ମାନେ କୋଲ୍ଡ ଡ୍ରିଙ୍କସ୍ ନିଶା ବଟିଆ ତାକୁ ରେପ୍ କରିବ, ସିଏ ଆସି ଅଭିଯୋଗ କରିବେ, ତେମେ ବନ୍ଧା ହବନି କି? ତାହେଲେ ଆଉ କେଉଁ ଘଟଣାକୁ ନେଇକି ତମେ ରାଜରାସ୍ତାରେ ବସି ଆନ୍ଦୋଳନ କରିବ? ଯେତେବେଳେ ନିଜ କଥା ଆସିବ ତମେ ଘରେ ଲୁଚିବ, ଓଲଟା ସରକାରଙ୍କ ଉପରେ ଦୋଷ ନ ଦିଅ କି ଇଏ ମୋହନ ସରକାର ବିରୋଧୀ ଶୂନ୍ୟ କରିବାକୁ ବସିଛି। ଭାଇ ଯଦି ତମେ ଦୋଷ କରିଛ ତାହେଲେ ଏତେ ଡରୁଛ କ'ଣ ପାଇଁ? ଦୋଷ କରିନ, ତମେ ଦୋଷ କରିଛ ବୋଲି ତ ଡରୁଛ, ତମ ନିଜ ଦଳ ଲୋକଙ୍କୁ ଘଣ୍ଟ ଘୋଡ଼ଉଛ। ବିଚାର ଓଡ଼ିଶାବାସୀ କରିବେ ତମେ ଦୋଷୀ କି ନିର୍ଦ୍ଦୋଷୀ। ନା କ'ଣ କହୁଛ ଓଡ଼ିଶାବାସୀ?